ଛୁଇଁ ମୁଗ ଡାଲିକୁ ଥରେ ଏଇ ନୂଆ ଉପାୟରେ ବନାନ୍ତୁ। ସବୁଠୁ ବଡ଼ କଥା, ଗୋଟେ ତରକାରୀରେ କାମ ଚଳିବ। ଆଉ ଏଇ ତରକାରୀର ସ୍ୱାଦ ଆପଣଙ୍କ ମନରୁ ଯିବ ନାହିଁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନରେ ଅଲ୍ ଅପସନରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଛୁଇଁର ଏହି ସୁଆଦିଆ ତରକାରୀ ବନାଇବା ପାଇଁ ଏଇଠି ମୁଁ ନେଇଛି 5ଟି ମିଡ଼ିୟମ୍ ସାଇଜ୍ର ଛୁଇଁକୁ ଟିକେ ମିଡ଼ିୟମ୍ ପିସେସ୍ରେ କାଟିବେ। ତା ସହିତ ଗୋଟେ ବଡ଼ ସାଇଜ୍ର ଆଳୁକୁ ଲମ୍ବା ରଖି କାଟିବେ। ଛୁଇଁ ସହିତ ତରକାରୀରେ ଦେଖିବା ପାଇଁ ଭଲ ଲାଗିବ, ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ତା ସହିତ ଏଇଠି ମୁଁ ନେଇଛି ଅଧା କପ୍ ବା 100 ଗ୍ରାମର ମାର୍କେଟରୁ କିଣା କଞ୍ଚା ମୁଗ ଡାଲି। ଏହି ତରକାରୀ ପାଇଁ ଆମକୁ କଞ୍ଚା ମୁଗ ଡାଲି ଦରକାର, ଭଜା ମୁଗ ଡାଲି ନେବେ ନାହିଁ। ଏତିକି ଡାଲିକୁ ମୁଁ 3-4 ଘଣ୍ଟା ହେଲା ପାଣିରେ ବତୁରେଇ ଦେଇଥିଲି। ଦେଖନ୍ତୁ ଡାଲି ଭଲ ଭାବରେ ବତୁରି ଯାଇଛି। ଏବେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଅଧା ଚାମଚ ତେଲ ଗରମ କରିବା। ଆଜି ଆମେ ଏହି ତରକାରୀକୁ ବହୁତ କମ୍ ତେଲ ମସଲା ଦେଇ ହେଲ୍ଦି ଉପାୟରେ ବନେଇବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ କଳା ଜିରା ଦେବା। କଳା ଜିରା ଦେଲେ ଏହି ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଜିରା ତେଲରେ ଫୁଟିଯିବା ପରେ କାଟି ରଖିଥିବା ଛୁଇଁ ଆଳୁକୁ ଦେବା। ତାପରେ ଛୁଇଁ ଆଳୁକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ତାପରେ ଆମେ ଛୁଇଁ ଆଳୁକୁ ଭାଜିବା। ମିଡ଼ିୟମ୍ ଫ୍ଲେମ୍ରେ କେବଳ 2-3 ମିନିଟ୍ ପର୍ଯ୍ୟନ୍ତ ଛୁଇଁ ଆଳୁକୁ ଅଳ୍ପ ଭାଜିବା। ବେଶୀ ସମୟ ଭାଜିଲେ ଛୁଇଁ ରାୟା ଲାଗିବ, ତା ଛଡ଼ା ଛୁଇଁର ଭିଟାମିନ୍ସ ବି ନଷ୍ଟ ହୋଇଯିବ। 2-3 ମିନିଟ୍ ପରେ ଏଇଠି ଦେଖନ୍ତୁ ଛୁଇଁ ଆଉ ଆଳୁରେ ଜମା ବି ପାଣି ନାହିଁ। ଛୁଇଁ ଆଉ ଆଳୁ ହାଲକା ଭାଜିଗଲାଣି। ଏବେ ଛୁଇଁ ଆଳୁକୁ ସିଝିବା ପାଇଁ ଆମେ ଗରମ ପାଣି ଦେବା। ଗରମ ପାଣି ଦେଲେ ପାଣି ବହୁତ ଜଲ୍ଦି ଫୁଟିଯିବ। ଆପଣମାନେ ନର୍ମାଲ ପାଣି ବି ଦେଇପାରିବେ। ପାଣି ଟିକେ ଅଧିକ ଦେବେ। କାହିଁକି ଅଧିକ ଦେବେ ସେ କଥା ମୁଁ ପରେ କହିବି। ଏବେ ମିଡ଼ିୟମ୍ ଫ୍ଲେମ୍ରେ 7-8 ମିନିଟ୍ କଭର୍ କରି ଆମେ ଛୁଇଁ ଆଳୁକୁ ସିଝେଇବା। 8 ମିନିଟ୍ ପରେ ଏଇଠି ଦେଖନ୍ତୁ ଯେତିକି ଆମେ ପାଣି ଦେଇଥିଲେ ପାଣିର ପରିମାଣ କମିଯାଇଛି। ଏବେ ଆମେ ଛୁଇଁ ଆଳୁକୁ ଚେକ୍ କରିବା। ଦେଖନ୍ତୁ ଛୁଇଁ ଆଉ ଆଳୁ ଆମର ସିଝିଯାଇଛି। ଛୁଇଁ ଆଳୁ ସିଝିଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ ଚାଲନ୍ତୁ ତରକାରୀ ପାଇଁ ମସଲା ବନେଇବା। ମସଲା ପାଇଁ 1 ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, 1 ତେଜପତ୍ର ଦେବା। ଜିରା ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ସେପଟେ ତରକାରୀ ପାଇଁ ମସଲା ବନେଇବା। ମସଲା ପାଇଁ ଗ୍ରାଇଣ୍ଡର ଜାର୍ ନେବା। 8-10ଟି ରସୁଣ, 1 ଇଞ୍ଚର ଅଦା ଦେବା। ତା ସହିତ 1 ଛୋଟ ଚାମଚ କଞ୍ଚା ଧନିଆ, ଅଧା ଛୋଟ ଚାମଚ କଞ୍ଚା ଜିରା। ଆପଣ ଚାହିଁଲେ କେବଳ ଏତିକି ମସଲାରେ ଏହି ତରକାରୀକୁ ବନେଇ ପାରିବେ, କିନ୍ତୁ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ 1 ଛୋଟ ଚାମଚ ପୋସ୍ତ ଦେବା। ଯଦି ପୋସ୍ତ ଥିବ ତାହେଲେ ଦେବେ, ଯଦି ନଥିବ ସେମିତି ବନେଇବେ। ତାପରେ 4-5 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ଏବେ ଆମର ରେଡ଼ି ହେଇଗଲା ସାଧା ସିଧା ମସଲା। କିନ୍ତୁ ଏଇ ମସଲାରେ ତରକାରୀ ବନେଇଲେ ଏହି ଛୁଇଁ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ସେପଟେ ଚାଲନ୍ତୁ ପିଆଜକୁ ଚେକ୍ କରିବା। ପିଆଜ ବି ହାଲକା ଲାଲ କଲର୍ ହେଇ ଆସିଲାଣି। ଏବେ ଆମେ ବାଟି ନେଇଥିବା ମସଲାକୁ ଦେବା। ଗିନା ଧୋଇ 1-2 ଚାମଚ ପାଣି ଦେବା। ମସଲାକୁ ଟିକେ ଗଳେଇ ନେବା। ଏବେ ମସଲାରେ ଅଳ୍ପ ହଳଦୀ ଗୁଣ୍ଡ ଦେବା। ଛୁଇଁ ଆଳୁ ସିଝାଇବା ସମୟରେ ହଳଦୀ ଗୁଣ୍ଡ ଦେଇଥିଲେ। ଅଳ୍ପ ରାଗ ଲଙ୍କା ଗୁଣ୍ଡ ଦେବା। ତରକାରୀରେ ଭଲ କଲର୍ ପାଇଁ 1 ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ଅପସନାଲ୍ ଅଛି, ନଦେଲେ ବି ଚଳିବ। ଯେହେତୁ ମସଲାରେ ଆମେ ପୋସ୍ତ ଦେଇଥିଲୁ, ଏଇ ମସଲା କଷିବା ସମୟରେ କଢ଼େଇ ତଳେ ଲାଗିଯିବ। ସେଥିପାଇଁ ଲଗାତାର ଘାଣ୍ଟି ଘାଣ୍ଟି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ ଅଦା ରସୁଣ ମସଲାକୁ ଭଲ ଭାବରେ କଷିବା। ଅଦା ରସୁଣ ମସଲା କଷିଯିବା ପରେ ମସଲା ପାଇଁ 1 ବଡ଼ ସାଇଜ୍ର ଟମାଟୋ ଦେବା। ଟମାଟୋ ଦେବା ପରେ କେବଳ ମସଲା ପାଇଁ ଅଳ୍ପ ଲୁଣ ଦେବା। ଛୁଇଁ ଆଳୁ ସିଝାଇବା ସମୟରେ ଲୁଣ ଦେଇଥିଲେ। ତା ସହିତ 4-5 ଚାମଚ ପାଣି ଦେଇ ଆମେ ମସଲାକୁ କଷିବା। ଲୋ ମିଡ଼ିୟମ୍ ଫ୍ଲେମ୍ରେ ମସଲାକୁ କଭର୍ କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷିବା। ସେଇ ଭିତରେ ଚାଲନ୍ତୁ ବତୁରେଇ ରଖିଥିବା ମୁଗ ଡାଲିରୁ ସବୁ ପାଣିକୁ ବାହାର କରି ଆମେ ଗ୍ରାଇଣ୍ଡର ଜାର୍ରେ ଦେବା। ତା ସହିତ ଅଧା ଇଞ୍ଚର ଅଦା, 1 କଞ୍ଚା ଲଙ୍କା, ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ପ୍ରଥମେ ସେମିତି ବାଟିବେ। ତାପରେ ଯଦି ଦରକାର ପଡ଼ିବ କେବଳ 1-2 ଚାମଚ ପାଣି ଦେଇ ମୁଗ ଡାଲିକୁ ପୁରା ବହଳିଆ କରି ବାଟିବେ। ବେଶୀ ପାଣି କରିବେ ନାହିଁ। ଏବେ ଏହି ମୁଗ ଡାଲି ବଟାକୁ 1 ବଡ଼ ଜାଗାକୁ ଦେବା। ତାପରେ ସ୍ୱାଦ ଅନୁସାରେ ଲୁଣ ଦେବା। ଅଳ୍ପ ହଳଦୀ ଗୁଣ୍ଡ ଦେବା। ଭଲ କଲର୍ ପାଇଁ ଅଳ୍ପ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ରାଗ ପାଇଁ କଞ୍ଚା ଲଙ୍କା ଦେଇଥିଲେ। ତା ସହିତ ବେଶ କିଛି ଧନିଆ ପତ୍ର ଦେଇ 2-3 ମିନିଟ୍ ପର୍ଯ୍ୟନ୍ତ ମୁଗ ଡାଲିକୁ ଭଲ ଭାବରେ ଫେଣ୍ଟିବା।
ଭଲ ଭାବରେ ଫେଣ୍ଟି ଦେଲେ ମୁଗ ଡାଲି ଟିକେ ହାଲୁକା ହେଇଯିବ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ। 2-3 ମିନିଟ୍ ପରେ ଏଇଠି ଦେଖନ୍ତୁ ମୁଗ ଡାଲି ଭଲ ଭାବରେ ଫେଣ୍ଟି ଗଲାଣି। ସେପଟେ ଚାଲନ୍ତୁ ମସଲାକୁ ଚେକ୍ କରିବା। 4-5 ମିନିଟ୍ ପରେ ଏଇଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଯାଇଛି। ଏମିତି ତେଲ ଆସିଗଲେ ଜାଣିବେ ମସଲା ଭଲ ଭାବରେ କଷି ଯାଇଛି। ମସଲା କଷିଯିବା ପରେ ସିଝେଇ ରଖିଥିବା ଛୁଇଁ ଆଳୁକୁ ଦେବା। ମସଲା ସହିତ ଗୋଳେଇ ନେବା। ଛୁଇଁ ଆଳୁରେ ଯେତିକି ଆମେ ପାଣି ଦେଇଥିଲେ ପାଣି ଦେଖନ୍ତୁ ସଠିକ୍ ମାପରେ ଅଛି। ଯଦି ଆପଣମାନଙ୍କୁ ଏଇ ଷ୍ଟେଜରେ ଲାଗିବ ଝୋଳ ଟିକେ କମ୍ ଅଛି, ଅଳ୍ପ ପାଣି ଗରମ କରିକି ଦେବେ, ଜମା ଥଣ୍ଡା ପାଣି ଦେବେ ନାହିଁ। ଏବେ ମିଡିୟମ୍ ଫ୍ଲେମ୍ରେ ଝୋଳକୁ 5-6 ମିନିଟ୍ ପର୍ଯ୍ୟନ୍ତ ଆମେ ଫୁଟିବା ପାଇଁ ଛାଡ଼ିବା। ସେପଟେ ଚାଲନ୍ତୁ ଗ୍ୟାସ୍ ଉପରେ ଆଉ ଗୋଟେ ଛୋଟ ପ୍ୟାନ୍ ଗରମ କରି ଗୋଟେ ବଡ଼ ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଗୋଳେଇ ରଖିଥିବା ମୁଗ ଡାଲି ମିକ୍ସଚରରୁ ଅଳ୍ପ ଅଳ୍ପ ଆଣି ଛୋଟ ଛୋଟ ବରା ସେପ୍ରେ ଦେବା। ଛୋଟ ବରା ଦେଲେ ଅଳ୍ପ ତେଲରେ ଜଲ୍ଦି ଭାଜିଯିବ। ସବୁ ବରା ଦେଇସାରିବା ପରେ ଲୋ ମିଡିୟମ୍ ଫ୍ଲେମ୍ରେ 2-3 ମିନିଟ୍ ପର୍ଯ୍ୟନ୍ତ ତଳପଟକୁ ଭାଜିବା ପାଇଁ ଛାଡ଼ିବା। 2-3 ମିନିଟ୍ ପରେ ବରାର ଉପର ଅଂଶ ଟିକେ ଶୁଖିଲା ହେଇଯିବା ପରେ ଆମେ ତଳପଟକୁ ଓଲଟାଇବା। ଲୋ ମିଡିୟମ୍ ଫ୍ଲେମ୍ରେ ବରାଗୁଡ଼ିକୁ ଏପଟ ସେପଟ କରି ଦୁଇପଟ ସାଇଡ୍କୁ ପୁରା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ବରା ଭିତରେ କଞ୍ଚା ରହିଗଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ବରା ହେଇଯିବା ପରେ ଏମିତି ଟିକେ ପ୍ରେସ୍ କରିବେ, ଦେଖନ୍ତୁ ଜମା ବି ପାଣି ନାହିଁ। ଏବେ ଆମର ବରା ରେଡି ହେଇଗଲା। ସେପଟେ ଦେଖନ୍ତୁ ଝୋଳ ଫୁଟି ଯାଇଛି ଆଉ ସଠିକ୍ ମାପରେ ଅଛି। ଝୋଳ ଟିକେ ଅଧିକ ରହିଲେ ବରା ଦେବା ପରେ ବରା ଟିକେ ଝୋଳ ସକ୍ କରିବ। ସେଥିପାଇଁ ପ୍ରଥମରୁ ମୁଁ କହିଥିଲି ପାଣି ଟିକେ ଅଧିକ ଦେବେ। ଏବେ ଆମେ ଭାଜି ରଖିଥିବା ବରାକୁ ଦେବା। ଭଲ ବାସ୍ନା ପାଇଁ ବେଶ କିଛି ଧନିଆ ପତ୍ର ଦେବା। ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ଶେଷରେ ଗରମ ମସଲା ଗୁଣ୍ଡ ଦେଲେ ଏହି ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ସବୁ ଜିନିଷକୁ ଗୋଳେଇ ନେବା। ଏବେ ମିଡିୟମ୍ ଫ୍ଲେମ୍ରେ କେବଳ 2-3 ମିନିଟ୍ କଭର କରିବା, ଯାହାଦ୍ୱାରା ବରା ଝୋଳରେ ମିଶି ପାରିବ। ସବୁ ମସଲାର ଫ୍ଲେଭର ତରକାରୀ ଭିତରକୁ ଆସିଯିବ। 3 ମିନିଟ୍ ପରେ ଏଇଠି ଆମ ତରକାରୀର ଫାଇନାଲ ଲୁକ୍ ଦେଖନ୍ତୁ। ତରକାରୀ କେତେ ଡେଲିସିୟସ୍ ଦେଖାଯାଉଛି। ଝୋଳ ଏତିକି ବହଳିଆ ରହିଲେ ଗରମ ଭାତ ଆଉ ରୁଟିରେ ଖାଇବା ପାଇଁ ଭଲ ଲାଗିବ। ଏବେ ଆମ ରେଡି ହେଇଗଲା ମୁଗ ଡାଲି ବରା ଦିଆ ଛୁଇଁ ଆଳୁ ତରକାରୀ। ଆପଣମାନେ ବନାନ୍ତୁ ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।